ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ନମସ୍କାର। ଆମେ ପଢ଼ୁଥିଲେ ସପ୍ତମ ଶ୍ରେଣୀର ନୂଆ ଗଣିତ ବହି, ଯାହା ହେଉଛି ଗଣିତ ପ୍ରକାଶ, ତାହାର ଦ୍ୱିତୀୟ ଅଧ୍ୟାୟ ପାଟି ଗାଣିତିକ ପରିପ୍ରକାଶ। ଆମର ଏପର୍ଯ୍ୟନ୍ତ ଉପର ଅଭ୍ୟାସ କାର୍ଯ୍ୟଗୁଡ଼ିକ ଆଲୋଚନା କରାଯାଇଥିଲେ। ତ ଆଜି ଆମେ ପଢ଼ିବା ପେଜ ନମ୍ବର ଯାହା 41ରେ ଦିଆଯାଇଛି, ତାହାର ଏ ଅଭ୍ୟାସ କାର୍ଯ୍ୟଟିକୁ କରିବା। ଦେଖ କ'ଣ ଦେଇଛି କରିବା, ଗୋଟିଏ ପରେ ଗୋଟିଏ ତାର ନମ୍ବର ଆମେ ଉତ୍ତର ଲେଖିବା। ବୁଝିହେଲା? ଠିକ୍ ଅଛି। ନିମ୍ନ 1 ନମ୍ବର କହୁଛି, ଦେଖ ନିମ୍ନ ପରିପ୍ରକାଶ ଗୁଡ଼ିକ ଉଭୟ ପାର୍ଶ୍ୱର ମାନ ପରିବର୍ତ୍ତନ ନ କରି ଶୂନ୍ୟ ସ୍ଥାନର ସଂଖ୍ୟା ଲେଖିବା ଓ ବାକ୍ସ ମଧ୍ୟରେ ଚିହ୍ନ ବ୍ୟବହାର କରିବା। ଯେଉଁ ଜାଗାରେ ଶୂନ୍ୟ ସ୍ଥାନ ଅଛି ସେ ଜାଗାରେ ଆମେ ସଂଖ୍ୟାକୁ ଲେଖିବା ଓ ବାକ୍ସ ଅଛି ତା ମଧ୍ୟରେ ଯୋଗ, ବିୟୋଗ, ଗୁଣନ, ହରଣ ଏମିତି ଆମେ ଭର୍ତ୍ତି କରିବା। ଦେଖ ଆମର ଏ ନମ୍ବର ଆଉ ବି ନମ୍ବର ବୋଧେ ସେ ନିଜେ କରିଦେଇଛି। ଆମେ ସିଧା ସି ନମ୍ବରରୁ ଆରମ୍ଭ କରିବା। ଏ ଆଉ ବି ନମ୍ବର ବୁଝିବା ଯେ କ'ଣ ଅଛି। ଦେଖ ଏରେ ଅଛି 3 ଗୁଣନ 6 ଯୋଗ 7, ଯାହାକି 6 7 13 3 39 ଅଛି ଆମର ବାମ ପାର୍ଶ୍ୱରେ। ସେମିତି ଆମର ଦକ୍ଷିଣ ପାର୍ଶ୍ୱରେ ଦେଖ ତାହାକୁ କ'ଣ କରିଛି, ବଣ୍ଟନ ନିୟମ ସହିତ ଏଇଟା ପରିପ୍ରକାଶ କରିଛି। 3କୁ ଯାଇକି 6 ସହିତ ଗୁଣନ କଲା ଗୋଟେ ଥର, ଆଉ 3କୁ ଯାଇକି 7 ସହିତ ଗୁଣନ କଲା ଗୋଟେ ଥର। ଏମିତି ଭାବରେ ଦୁଇଟି ଲେଖିଛି ସେ। ତ ଏମିତି ଭାବରେ ଆମେ ଆଉ ବାକି ସବୁ ନମ୍ବର ଗୁଡ଼ିକ ମଧ୍ୟ କରିବା। ଦେଖ ତାପରେ ବି ନମ୍ବର କ'ଣ ଦେଇଛି। ଦେଖ ବି ନମ୍ବର 8 ଯୋଗ 3 ଗୁଣନ 4, ତ 8 ସହିତ 4 ଗୁଣନ କରିଛି ଆଉ 3 ସହିତ 4 ଗୁଣନ କରିଛି। ବଣ୍ଟନ ନିୟମ ସେ ଏଠି ବ୍ୟବହାର କରିଛି। ତ ଆମେ ଦେଖିବା ଆଉ ଅନ୍ୟ ସବୁ କ'ଣ ନିୟମ ଲାଗିବ, କ'ଣ ହେବ ତା ବିଷୟରେ ଆମେ ବୁଝିବା। ଦେଖ ସି ନମ୍ବରରେ କ'ଣ ଦେଇଛି ଆମେ କରିବା। ଏଇଠୁ ଆମେ ଆରମ୍ଭ କରିବା। ସି ନମ୍ବର ସେ ବଣ୍ଟନ ନିୟମ ଅନୁସାରେ ଆମେ କରିବା। ଦେଖ ଯଦି 3 ସହିତ ପ୍ରଥମେ କ'ଣ କରିବା, 5କୁ ଗୁଣନ ହେବ, ଫେର୍ 3 ସହିତ ଆଉ ଥରେ ଯୋଗ ହେଇକି 8କୁ ଗୁଣନ କରିବା। ତ 3 ସହିତ 5 ଗୁଣନ କରିଦେଇଛି। ଏଇଠି ଆମେ କ'ଣ ବ୍ୟବହାର କରିବା, ବକ୍ସ ଭିତରେ ଆମକୁ ସାଇନ୍ ବ୍ୟବହାର କରିବା ଅଛି, ଯାହାକି ପ୍ଲସ୍ ବ୍ୟବହାର କରିବା। ବୁଝିହେଲା? ପ୍ଲସ୍ ବ୍ୟବହାର କଲେ ତାପରେ 3 ଗୁଣନ, ତାପରେ ଦେଖ କ'ଣ ହେବ, 8 ହେବ। ସେମିତି ଭାବରେ ଆମେ ଡି ନମ୍ବର କରିବା। ଦେଖ ଡିରେ ଅଛି 9 ଯୋଗ 2 ଗୁଣନ 4 ଅଛି। 9 ସହିତ ପ୍ରଥମେ 4 ଗୁଣନ ହୋଇଗଲା, ତାପରେ ପ୍ଲସ୍ 9 ଗୁଣନ, ତାପରେ 2 ଗୁଣନ 4 ହେବ। ଏମିତି ଭାବରେ ଲେଖିବା ଆମେ। ବୁଝିଗଲା? ସେମିତି ଆମେ କ'ଣ କରିବା, ଡି ସରିଲା ଇ ନମ୍ବର କରିବା। ଦେଖ ଏଥିରେ କ'ଣ ଦେଇଛି, 3 ଗୁଣନ ଡେକ୍ସ ଆଉ ଡେକ୍ସ ଦେଇଛି। 3 ଗୁଣନ ଡେକ୍ସ ପ୍ଲସ୍ 4 ଦେଇଛି। ତ ଆମେ କ'ଣ କରିବା, ଦେଖ ଏଥିରେ ଇ ଜାଗାରେ 3 ଗୁଣନ ମନେକର 7 କରିଦେବା। ତ 3 ଗୁଣନ 7 ଯୋଗ 3 ଗୁଣନ 4 ହେବ। ତ ଆମେ ଏଠି ଲେଖି ନେବା ଯେ 3 ଗୁଣନ କ'ଣ ହେବ, ପ୍ରଥମଟି 7 ହେଇଯିବ, ଆଉ ଦ୍ୱିତୀୟରେ 3 ଗୁଣନ 4 ଆସିଯିବ। ଏମିତି ଭାବରେ ତୁମେ ଲେଖିନେବ। ତାପରେ ଦେଖ ଏଫ୍ ନମ୍ବର କରିବା, ପେନ୍ ଚେଞ୍ଜ କରିକି କରିବା, ଦେଖ ସୁବିଧା ହେବ। ତ ଏଫ୍ ନମ୍ବରରେ ଡେକ୍ସ ଯୋଗ 6 ଗୁଣନ 4, ତାମାନେ ଏଠି ଦେଖ ଏଠି 13 ଅଛି ବୋଲି 13 ଗୁଣନ 4 ଅଛି, ସେଥିପାଇଁ ଏଠି କ'ଣ ହେବ, 13 ହେବ। ଚିହ୍ନି ହେଉଛି କି ନାହିଁ? 13 ଯୋଗ 6, ସେଥିପାଇଁ 13 ଗୁଣନ 4, ତାପରେ ଏଠି 6 ଗୁଣନ 4 ହେବ। ଏଠି ଲେଖି ନେବା 6 ଗୁଣନ 4। ବୁଝିହେଲା? ଦେଖ ଆଉ ଟିକେ ଜୁମ୍ କରୁଛି। ତାପରେ ଏଠି ଦେଖ ଜି ନମ୍ବର କରିବା। ଜି ନମ୍ବର ଦେଇଛି 3 ଗୁଣନ ଡେକ୍ସ ଯୋଗ ଡେକ୍ସ। ଦେଖ 3 ଗୁଣନ ଏଠି 5 ଅଛି
आउ ये 3 गुणन 2 अच्छी तो ये गोटे जगार 5 हम जोग गोटे जगार 2 हम बुझीगला। सेमती भाव में आम अलग नंबर मध्य करवा। एच नंबर देख एच नंबर करवा। एच नंबर कौन डेक्स जोग डेक्स गुणन 2 देख 2 गुणन 4 आउ 3 गुणन 4 तो बाहर कौन हम कमन जहाँ अच्छी ताहा 4 हम आ भितर 2 आउ 3 जोगरे रहिबो। एमती भाव तुम करनब। तापर देख आगर बोध नंबर थी हाँ आई नंबर अच्छी आई नंबर 5 गुणन 9 वियोग 5 गुणन केते हम बाहर जो 2 अच्छी यहाँ हम बुझीगला। तो जे नंबर अच्छी 5 वियोग 2 गुणन 7 5 गुणन 7 वियोग 2 गुणन 7 हम बुझी होची। तापर देख के नंबर करवा 5 गुणन 8 वियोग 3 तो 5 गुणन 8 ये 5 गुणन 3 ये वियोग लगे 5 गुणन 3। तापर सेमती एल नंबर देख एल नंबर आम केमती करवा एल नंबर देछि 8 वियोग 3 गुणन 7 तो 8 गुणन 7 वियोग 3 गुणन 7 एमती भाव तुम करनब। देख आगर 2-3 नंबर अच्छी ताकि अति सहज करनब। आमर वीडियो भल लगे आपण मैंने गोटे लाइक और आमर चैनल को सब्सक्राइब करके रखिपारे। तो एम नंबर 5 गुणन 12 वियोग डेक्स अच्छी तापर एपटे डेक्स डेक्स आ बॉक्स अच्छी देख आम बॉक्स रे कौन व्यवहार करवा सब बेले जोग वियोग गणन हरण करवा से कौन करवा देख 5 गुणन 12 वियोग कौन अच्छी आम गोटे नंबर नहीं जावा देख जमीक कि 3 नहीं गली तो 3 नहीं गली तो कौन हम ये 5 गुणन 12 वियोग 5 गुणन 3 आसब तो से कौन करदेवी ए 5 गुणन 12 लिखिनेबी ए लिखिनेबी 5 गुणन 12 तापर वियोग आसब ये 5 गुणन 3 आसी आम ये लिखिना। तो अलग नंबर मध्य कले कौन सी भूल रहा है। तापर एन नंबर देख एन नंबर कौन 15 वियोग डेक्स देख 15 गुणन 7 वियोग 6 गुणन 7 आसब तो ये कौन करी ये प्रथम 15 गुणन के लिखा 7 लिखा से पटे तापर वियोग हो कहीं भितर वियोग अच्छी एवं सेमती आम ओ नंबर मध्य करना। देख ओ नंबर देछि ए देख आम दक्षिण पार्श्व देखने 5 गुणन 9 वियोग 5 गुणन 4 अच्छी तो से आम कौन करना 5 अच्छी 9 आउ 4 को ये आम वियोग करना। तो एमती 5 सहित 9 गुणन हो गला 5 सहित 4 गुणन हो गला ता मध्य वियोग अच्छी तो एमती भाव आम अति सहज जापर। सेमती देख पी नंबर मध्य कौन हम 17 गुणन 7 तब 9 गुणन 7 तो 17 आउ 9 भितर कौन हम आमर वियोग हम तो गोटे 3 ना 17 आ गोटे 3 रही ना 9 तापर देख एपटे कौन गुणन हम 2 3 7 गुणन हो 7 ये आम रखी। तो एमती भाव तुम अति सहज 1 नंबर कर तापर ए देख आम 2 नंबर कौन देछि देखा 2 नंबर देछि निम्न गाणितिक परिप्रकाश गुड़िकर उभय पार्श्व को देखी लेस देन ग्रेटर देन और समान चिन्ह व्यवहार कर। देख हम प्रथम परिप्रकाश गुड़िकर मूल्य बाहर करवा तापर कोटा बड़ अच्छे सेपटे आम बड़ और छोट चिन्ह व्यवहार कर लिखा। देख तो ए नंबर कौन देछि देख ए नंबर देछि 8 गुणन 8 वियोग 3 गुणन 29 तापर देख देछि एथिरे दक्षिण पार्श्व देछि 3 वियोग 8 गुणन 29 तो तुम जानिछ 8 रु एथिरे देख 29 एपटरे भी अच्छी आ एपटरे भी 29 अच्छी किंतु हमर अलगा कौन अच्छी देख 8 रु 3 गले कि 3 रु 8 गले को संख्या माने
ବଡ଼ ହେବ। ତାମାନେ ଦେଖ ତୁମେ ଯଦି ଲକ୍ଷ୍ୟ କରିପାରୁଥିବ 8ରୁ 3 ଗଲେ ଆମର 5 ଆସିବ, 3ରୁ 8 ଗଲେ -5 ଆସିବ। ତ ମାଇନସରେ ଥିବା ସଂଖ୍ୟା କେତେବେଳେ ବି ବଡ଼ ହୋଇପାରିବ ନାହିଁ। ତ ସେଥିପାଇଁ ବଡ଼ ସଂଖ୍ୟାଟି କେଉଁଠି ହେବ? ଏ 8 - 3 ଯେଉଁଥିରେ ହେବ। ସେଥିପାଇଁ କ'ଣ କରିବା ଆମେ ତାହାର ସାଇନ୍କୁ ଏପଟେ ଦେବା। ଏମିତି ବେଲେ ଏପଟେ ବଡ଼ ବୋଲିକି ଆମେ ଜାଣିଥାଉ। ତ ଏମିତି ଭାବରେ ଆମେ ସାଇନ୍ ଦେବା। ସେମିତି ଦେଖ ବି ନମ୍ବର ଦେଖ, ବି ନମ୍ବର କହୁଛି 15 + 9 × 18। ଏଥିରେ ଦେଇଛି 15 + 9 × 18, କିନ୍ତୁ ଏଥିରେ ବ୍ରାକେଟ୍ ଅଛି। ଦେଖ ପ୍ରଥମେ ଦୁଇଟା ଯୋଗ ହେଇଯିବ। ଦକ୍ଷିଣ ପାର୍ଶ୍ୱ ଦେଖ, ପ୍ରଥମେ ଦୁଇଟା ଯୋଗ ହେଇଯିବ, 15 × 9 = 24 ହେଇଯିବ, ତାପରେ ଗୁଣନ 18 ହେବ। କିନ୍ତୁ ଏଥିରେ ଦେଖ 9 ଆଉ 18 ଏଥିରେ ଆମ ବାମ ପାର୍ଶ୍ୱରେ ପ୍ରଥମେ 9 × 18 ହେଇଯିବ, ତାପରେ ଯାଇକି 15 ସହିତ ଯୋଗ ହେବ। ତ ଏମିତି ହେଲେ ତୁମେ ଯଦି ନିଜେ ବାହାର କରିପାରିବ ବୋଲେ ବାହାର କରିନେବ। ତ କେଉଁଟା ବଡ଼ ହେବ? ଏ 15 + 9 ଗୁଣନ 18ଟି ଆମର ବଡ଼ ସଂଖ୍ୟା ବାହାରିବ। ତ ଏମିତି ଭାବରେ ଆମେ ତାହାର ଚିହ୍ନ ବ୍ୟବହାର କରିବା। ବୁଝିଗଲା? ଏବେ ଆମେ ସି ନମ୍ବର କରିବା। ଦେଖ ସି ନମ୍ବର କ'ଣ ଦେଇଛି? 23 × 17 - 9। ତାପରେ ଏଠି ଦେଖ 23 × 17 ଯୋଗ 23 × 9। ତ ତୁମେ ଜାଣିପାରୁଥିବ, ତ ବିୟୋଗ ଯେଉଁଟା ହେବ ସେ ଛୋଟ ସଂଖ୍ୟା ହେବ। ସେଥିପାଇଁ ଏଠି ଯୋଗ ଅଛି, ଏଇଟା ବଡ଼ ସଂଖ୍ୟା ହେବ। ତ ଏମିତି ଭାବରେ ଏପଟେ ଆମର ଚିହ୍ନ ରହିବ ବଡ଼ ବୋଲି। ତାପରେ ଦେଖ ସେମିତି ଡି ନମ୍ବର କରିନେବା। ଡି ନମ୍ବର କହୁଛି 34 - 28 ଆଉ ଗୁଣନ 42। ଦେଖ ତୁମେ ଏଇଟାକୁ ଯଦି ଦେଖିପାରୁଥିବ 34 × 42 ଆଉ 28 × 42ର ବିୟୋଗ ଅଛି। ତାମାନେ ଏଇଟାକୁ ସେ ବିସ୍ତାରିତ କରିକି ଲେଖିଛି। ଦେଖ 34 × 42 ବିୟୋଗ 28 × 42। ତ ଏଇଟାକୁ ଏପଟେ ବି ସମାନ ହେବ, ଏପଟେ ବି ସମାନ ହିଁ ହେବ। ସେଇଟାକୁ ବଣ୍ଟନ ନିୟମ ବ୍ୟବହାର କରିକି ଲେଖିଛି। ସେଥିପାଇଁ ଆମ ବାମ ପାର୍ଶ୍ୱ ଦକ୍ଷିଣ ପାର୍ଶ୍ୱ ସମାନ ହେବ ବୋଲି ଆମେ ଲେଖିବା। ଏମିତି ଭାବରେ ଆମେ କରିବା। ତାପରେ ଦେଖ 3 ନମ୍ବର କ'ଣ ଦେଇଛି? 3 ନମ୍ବର ଦେଇଛି 2 ଗୁଣନ ବ୍ରାକେଟ୍ ଓପନ୍ 1 + 6 = 14। ଏହିପରି 14 ପାଇବା ପାଇଁ ଅଧିକ ସଂରଚନା ଅଛି କି ବୋଲି ସେ ପଚାରୁଛି। ନିମ୍ନରେ ଦିଆଥିବା ଶୂନ୍ୟସ୍ଥାନ ପୂରଣ କର, ଯେଉଁଥିରେ କ'ଣ ହେବ? ସବୁଥିରେ ଖାଲି 14 ବାହାରିବ। ଠିକ୍ ଅଛି, ଏଇଟା ବି କରିନେବା, କିଛି କଥା ନାହିଁ, ଅତି ସହଜ ଅଟେ ଏଇଟା ମଧ୍ୟ। ତ ଏଇଟା ମଧ୍ୟ ଆମେ କରିନେଇ ପାରିବା। ଦେଖ ଯେମିତି ଗୋଟେ କରିଦେଉଛି, ପ୍ରଥମେ ତାହାକୁ ବୁଝିନିଅ, ପରେ ତୁମେ ନିଜେ ମଧ୍ୟ କରିବ, ମୁଁ ବି ସବୁ କରିଦେବି ହେଲା। ତ ପ୍ରଥମେ ଗୋଟେ ନେଇଯିବା, ମନେକର 2 ନେଇଯିବା। କ'ଣ ନେବା? ଆମେ 2 ନେବା। 2 ନେଲେ କ'ଣ ହେବ? 2 ସହିତ କେଉଁ ସଂଖ୍ୟାକୁ ଯୋଗ କରିକି ଗୁଣନ କଲେ କ'ଣ ହେବ? 14 ଆସିବ। 2 ସହିତ କ'ଣ ଗୁଣନ କରିବା? 7 ଗୁଣନ କଲେ 14 ଆସିବ। ତା'ମାନେ ଏ ଯୋଗ ଭିତରେ ଯାହା ବି ଆମେ ଯୋଗ କରିବା ତାହା 7 ହେବାର ଅଛି। ତ ସେଥିରୁ ଆମେ କ'ଣ କରିନେବା? ଦେଖ ଗୋଟେଥିରେ 3 ଯଦି ନେଇଯିବି ଆଉ ଗୋଟେଥିରେ 4 ନେଇଯିବି, ତାହେଲେ ଆମର ଯୋଗଫଳ 7 ଆସିଯିବ। ତ ସେଥିପାଇଁ କ'ଣ କରିବି? ମୁଁ ଗୋଟେ ଜାଗାରେ 3 ଲେଖିନେବି ଆଉ ଗୋଟେ ଜାଗାରେ 7 ଲେଖିନେବି, 4 ଲେଖିନେବି। ତ ଏଥିରେ ଯୋଗଫଳ 7 ଆସିଗଲା, ଗୁଣନ 2 14 ଆସିଗଲା। ତ ଏମିତି ଭାବରେ ଦେଖ ଆମେ ବି ନମ୍ବର କରିବା। ଦେଖ ବିରେ ନେଇଯିବି ମୁଁ ସେ 2 ନେଇକି ହିଁ କରିଦେଉଛି। 2 ନେଇକି ଗୁଣନ କରିଦେବି କାହା ସହିତ? 5 ନେବି ଆଉ ଗୋଟେ ଜାଗାରେ ଯଦି 2 ନେଇଯିବି, ତାହେଲେ ମଧ୍ୟ ଆମର 7 ଆସିଗଲା, ଗୁଣନ ସହିତ 2 14 ହେଇଗଲା। ତାପରେ ଦେଖ ସି ନମ୍ବର। ସି ନମ୍ବର ମଧ୍ୟ ସେ 2 ନେଇକି ମଧ୍ୟ କରିପାରିବା, ତୁମେ ଅଲଗା ନମ୍ବର ନେଇକି ମଧ୍ୟ କରିପାରିବ। ତାପରେ ଗୋଟେ ଜାଗାରେ ମନେକର ମୁଁ 6 ନେଇଗଲି ଆଉ ଗୋଟେ ଜାଗାରେ 1 ନେଇଗଲି। 6 1 7 ଗୁଣନ 2 14 ଆସିଗଲା। ତ ଉପରେ 1 6 ନେଇଛି, ସେଥିପାଇଁ 1 6 ନେବା ନାହିଁ, ଆମେ ଅଲଗା ନେଇଯିବା ହେଲା। ଗୋଟେ ଜାଗାରେ 7 ନେଇଗଲେ, ଗୋଟେ ଜାଗାରେ 0 ନେଇଗଲେ, ଏମିତି ଭାବରେ ମଧ୍ୟ କରିପାରିବା। ତାପରେ ଡି ନମ୍ବର ଦେଖ, ଡି ନମ୍ବର ମଧ୍ୟ ଆମେ କରିପାରିବା। ତ ଡି ନମ୍ବରରେ କ'ଣ ଦେଇଛି? କେଉଁ ସହିତ କ'ଣ ଦେଖ, ଆମେ ଏଥିରେ ସବୁଥିରେ 2 ନଥିଲେ 7 ନେଇଯିବା, ତାପରେ ଗୁଣନ 1 + 1 କରିକି ଆମେ ମଧ୍ୟ କରିପାରିବା।
ବୁଝିହେଲା? ଚିହ୍ନି ହେଉଛି କି ନାହିଁ? ତାପରେ ଦେଖ ଏବେ ଆମେ 4 ନମ୍ବର କରିନେବା। 4 ନମ୍ବର ଦେଇଛି ନିମ୍ନରେ ଥିବା ପ୍ରତ୍ୟେକ ଚିତ୍ରରେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକର ସମଷ୍ଟି ଅତି କମରେ 2ଟି ଭିନ୍ନ ଉପାୟରେ ନିର୍ଣ୍ଣୟ କର। ଗାଣିତିକ ପରିପ୍ରକାଶ ମାଧ୍ୟମରେ ଏହାକୁ କିପରି ସମାଧାନ କଲ ଲେଖ। ଠିକ୍ ଅଛି, ଏଟାକୁ ମଧ୍ୟ ଲେଖିନେବା। ତ 4 ନମ୍ବରରେ ଦେଇଛି ଆମେ ଯେତେ ସବୁ ଅଛି ସଂଖ୍ୟା ଗୁଡ଼ିକ ଆମେ ସମଷ୍ଟି କରିବା। ଦେଖ ଆମେ ପ୍ରଥମ ଚିତ୍ରର ସମଷ୍ଟି ବାହାର କରିବା। 4 ଅଛି, 1 2 3 4 5ଟି ଅଛି, ସେଇଥିପାଇଁ ମୁଁ ଲେଖିନେବି 4 ଗୁଣନ 5 ଯୋଗ 8 ଅଛି, 1 2 3 4, ସେଇଥିପାଇଁ ମୁଁ ଲେଖିନେବି 4 ଗୁଣନ 8। ତ 4 ଗୁଣନ 5 ଆମ ଆସିଗଲା 20 ଯୋଗ 4 ଗୁଣନ 8 ଆସିଗଲା 32। ଆମର ସମଷ୍ଟି ଆସିଗଲା 20 ଆଉ 32 52। ବୁଝିହେଲା? ତ ଆମେ ଏଇଟା ପ୍ରଥମ ୱେରେ କରିନେଲେ। ତ କ'ଣ କହୁଛି 2ଟି ଭିନ୍ନ ଉପାୟରେ କରିବା ପାଇଁ ଆମକୁ କହିଛି। ଦେଖ ଆଉ ଗୋଟେ ଉପାୟ ଏଠି କରିନେବା ଆମେ କମନ୍ ନେଇକି ମଧ୍ୟ କରିପାରିବା। ଯେମିତିକି ଦେଖ କେମିତି କମନ୍ ନେଇକି ଆମେ କରିପାରିବା ତାହା ଟିକେ ଦେଖିନିଅ। ଦେଖ ଆମର 4 କେତେଟି ଅଛି? 4 5ଟି ଅଛି ଆଉ 8 ବି 4ଟି ଅଛି। ତ ଆମେ କ'ଣ କରିବା? ଆମେ 4କୁ କମନ୍ ନେଇଯିବା। ତ ଏମିତି 4 କମନ୍ ନେଇକି 5 ଯୋଗ 8 ଏମିତି ଭାବରେ ଆମେ ମଧ୍ୟ କରିନେବା। ତ 4 ଗୁଣନ 13, 5 ଯୋଗ 8 ହେଲା 13, 13 ଚଉ 52। ଏମିତି ଭାବରେ ଆମେ ଉତ୍ତର ବାହାର କରିପାରିବା। ଏଇଟା ପ୍ରଥମ ଉପାୟ। এটা ଦ୍ୱିତୀୟ ଉପାୟ। ଏମିତି ଭାବରେ ତୁମେ 2ଟି ଉପାୟରେ କରିପାରିବ। ଦେଖ ଏବେ ଆମେ ଦ୍ୱିତୀୟ ଚିତ୍ର ଅଛି ତାହାକୁ ମଧ୍ୟ 2ଟି ଉପାୟରେ କରିବା ଓ ତାହାର ନିର୍ଣ୍ଣୟ କରିବା। ଦେଖ ଏଠି କେତେଟା ଅଛି? 5 ଅଛି, 1 2 3 4 5 6 7 8ଟା ଅଛି। ତ ଆମେ କ'ଣ କରିବା? 5 ଗୁଣନ 8 ଯୋଗ 6 କେତେଟା ଅଛି? 1 2 3 4 5 6 7 8, 6 ବି 4ଟା ଅଛି, ଇଏ 8ଟା ଅଛି, ସେଥିପାଇଁ 6 ଗୁଣନ 8 ହେବ। ତ ଏମିତି କରିନେଲେ 5 ଗୁଣନ 8 ହେଲା 40 ଯୋଗ 6 ଗୁଣନ 8 ଆସିଗଲା 48। 40 ଆଉ 48 ଆମର 88 ଉତ୍ତର ଆସିଗଲା। ଏଇଟା ଆମର ପ୍ରଥମ ଉପାୟ। ତାପରେ ଏଠି ଆମେ ଦ୍ୱିତୀୟ ଉପାୟ ଆଉ କେମିତି ବ୍ୟବହାର କରିକି ଆମେ କରିପାରିବା। ଦେଖ ଦ୍ୱିତୀୟ ଉପାୟ ଦେଖ 8ଟା 5 ଅଛି, 8ଟା 6 ବି ଅଛି, ସେଥିପାଇଁ କ'ଣ କରିବା? ଆମେ 8କୁ କମନ୍ ନେଇଯିବା। କମନ୍ ନେଇକି 5 ବି ଅଛି ଆଉ 6 ବି ଅଛି, ତାହାକୁ ଆମେ ଯୋଗ କରିଦେବା। ତ 8 ଗୁଣନ କ'ଣ ଆସିଯିବ? 5 ଯୋଗ 6 11। ଆମର ଉତ୍ତର 88 ଆସିଗଲା। ଏମିତି ଭାବରେ ଆମେ ଅତି ସହଜରେ ତାହାର ଉତ୍ତର କାଢ଼ିପାରିବା। ଆଶା କରୁଛି ଆପଣମାନଙ୍କୁ ଅତି ସହଜରେ ବୁଝିପାରିଥିବେ। ଏ ଥିଲା ଆମର ଅଭ୍ୟାସ କାର୍ଯ୍ୟ, ଯାହା ହେଉଛି କି ପେଜ୍ ନମ୍ବର 42ର। ଦେଖା ହେବା ଏହାର ଆଉ ପରବର୍ତ୍ତୀ ଭିଡ଼ିଓରେ। ଆପଣମାନେ ଆମ ଚ୍ୟାନେଲରୁ ପାଇପାରିବେ ସମ୍ପୂର୍ଣ୍ଣ ଓଡ଼ିଆ ମିଡ଼ିୟମର ନୂଆ ସିଲାବସ୍ ଅନୁଯାୟୀ ଗଣିତ, ବିଜ୍ଞାନ ଓ ଇଂରାଜୀର ପାଠର ଆଲୋଚନା ଓ ତାହାର ପ୍ରଶ୍ନୋତ୍ତର, ତା ସହିତ ଓଡ଼ିଆ ବ୍ୟାକରଣ, ଇଂରାଜୀ ବ୍ୟାକରଣ ଓ ଗଣିତ ଟ୍ରିକ୍ ଗୋଟିଏ ପରେ ଗୋଟିଏ ଭିଡ଼ିଓ ବ୍ୟାକ୍ ଟୁ ବ୍ୟାକ୍ ପାଇବା ପାଇଁ ଆମର ୟୁଟ୍ୟୁବ୍ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହାଫଳରେ କ'ଣ ହେବ? ଯେତେ ଭିଡ଼ିଓ ସବୁ ଅପଲୋଡ଼ ହେବ ଆପଣଙ୍କ ପାଖରେ ସହଜରେ ପହଞ୍ଚିଯିବ। ଆମ ଭିଡ଼ିଓ ଭଲ ଲାଗୁଥିଲେ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଓ ଯଦି ଆପଣ ଭିଡ଼ିଓର ପିଡ଼ିଏଫ୍ ପାଇବାକୁ ଚାହୁଁଛନ୍ତି ତାହେଲେ ଆମର ଟେଲିଗ୍ରାମ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ମଧ୍ୟ ଜଏନ୍ ହେଇକି ରହନ୍ତୁ।